ଡେଲିଭରି ପରେ ମାଆକୁ କ'ଣ ଖୁଆଇବା ଉଚିତ? ମା ମାଛ ଖାଇଲେ ଛୁଆକୁ ଝାଡ଼ା ହୁଏ। ମା ଗାଧୋଇଲେ ଛୁଆକୁ ଥଣ୍ଡା ହୁଏ। ଆଜି ବି ଓଡ଼ିଆ ଘରେ ଏମିତି ବହୁତ ମିଥ୍ ବିଲିଭ୍ କରାଯାଉଛି। ଘରକୁ ନୂଆ ଅତିଥି ଆସିଲେ ସମସ୍ତେ ଖୁସି ହୁଅନ୍ତି ଆଉ ସମସ୍ତଙ୍କ ଧ୍ୟାନ ସେଇ ଛୋଟ ଶିଶୁ ଉପରେ ହିଁ ରୁହେ। କିନ୍ତୁ ଯେଉଁ ମା 9 ମାସ ପେନ୍, ଭୋମିଟିଂ, ୱିକନେସ୍, ସ୍ଲିପନେସ୍ ନାଇଟ୍ ସବୁ କିଛି ସହିଲା ଆଉ ଡେଲିଭରି ବେଳର ସେଇ ଅସହ୍ୟ ପେନ୍ ସହି ଗୋଟେ ନୂଆ ଜୀବନ ଦେଲା, ସେହି ମାଆର କେୟାର ବିଷୟରେ ବହୁତ କମ୍ ଲୋକ ଭାବନ୍ତି। ଡେଲିଭରି ପରେ ବ୍ଲିଡିଂ, ବଡି ପେନ୍, ବ୍ୟାକ୍ ପେନ୍, ରାତିରେ ଅନିଦ୍ରା ସବୁ ସହି ମଧ୍ୟ ଗୋଟେ ମା ନିଜ ଶିଶୁକୁ ସମ୍ଭାଳିଥାଏ। ସେଥିପାଇଁ ଆଜିର ଭିଡିଓ କେବଳ ବେବି ପାଇଁ ନୁହେଁ, ଜଣେ ମାଙ୍କ ରିକଭରି ଆଉ ହେଲ୍ଥ ପାଇଁ ମଧ୍ୟ। କାରଣ ହେଲ୍ଦି ମା ମାନେ ହେଲ୍ଦି ବେବି। ନମସ୍କାର, ମୁଁ ମିଜାଲି, ମୁଁ ଜଣେ ନର୍ସିଂ ଇନଚାର୍ଜ ଆଉ ଆପଣ ଦେଖୁଛନ୍ତି ମିଜାଲି ହେଲ୍ଥ ହବ୍। ଆଜି ଆମେ ଜାଣିବା ଡେଲିଭରି ପରେ ଇସେନ୍ସିଆଲ ଟ୍ରାଡିସନାଲ ଓଡ଼ିଆ ଫୁଡ୍ସ, ସନ୍ତୁଳାର ବେନିଫିଟ୍ସ ଓ କମନ ପୋଷ୍ଟପାର୍ଟମ ମିଥ୍ର ସାଇଣ୍ଟିଫିକ ସତ୍ୟ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଡେଫିନେଟଲି ଦେଖନ୍ତୁ। ନର୍ମାଲ ଡେଲିଭରି ପରେ ଜଣେ ମାଙ୍କର ବଡି ବହୁତ ୱିକ୍ ହେଇଯାଏ। ବ୍ଲଡ ଲସ୍ ହୁଏ, ବଡି ପେନ୍ ହୁଏ, ହରମୋନ ଚେଞ୍ଜେସ୍ ହୁଏ ଏବଂ ବ୍ରେଷ୍ଟ ଫିଡିଂ ପାଇଁ ବଡିକୁ ଏକ୍ସଟ୍ରା ନ୍ୟୁଟ୍ରିସନ ଦରକାର ହୁଏ। ଯଦି ମାକୁ ପ୍ରପର ଫୁଡ ନ ମିଳେ ମାକୁ ୱିକନେସ୍ ଫିଲ୍ ହୁଏ, ମିଲ୍କ କମିଯାଏ, ଡିଜିନେସ୍ ଲାଗେ, କନଷ୍ଟିପେସନ ବି ହୁଏ। ଡେଲିଭରି ପରେ ସବୁଠୁ ବେନିଫିସିଆଲ ଟ୍ରାଡିସନାଲ ଓଡ଼ିଆ ଫୁଡ ହେଉଛି ସନ୍ତୁଳା। ଏଥିରେ ଥାଏ ଅମୃତଭଣ୍ଡା, କଖାରୁ, ବିନ୍ସ, ଆଳୁ, କଦଳୀ, ସଜନା ଛୁଇଁ। ସନ୍ତୁଳା ଲାଇଟ୍ ଡାଇଜେସନ ହେଇଥାଏ ଏବଂ ବଡିକୁ ଭିଟାମିନ୍ସ, ମିନେରାଲ୍ସ ଓ ହାଇଡ୍ରେସନ ଦେଇଥାଏ। ଅଧିକ ମସଲା ନଥିବାରୁ ଷ୍ଟୋମାକ ଉପରେ ପ୍ରେସର ପଡେନି। ସେଥିପାଇଁ ସନ୍ତୁଳାକୁ ଓଡ଼ିଆ ଘରେ ରିକଭରି ଫୁଡ ବୋଲି କୁହାଯାଏ। ମୁଗ ଡାଲି ଡେଲିଭରି ପରେ ବହୁତ ବେନିଫିସିଆଲ। ଏଥିରେ ପ୍ରୋଟିନ ଥାଏ ଯାହା ବଡି ହିଲିଂ ଓ ଷ୍ଟ୍ରେଂଥ ପାଇଁ ଦରକାର। ଲାଇଟ୍ ଡାଲମା ମଧ୍ୟ ବହୁତ ହେଲ୍ଦି ଅପସନ। ଅନେକ ଘରେ ଡେଲିଭରି ପରେ ମାଆକୁ ଭାତ ସାଙ୍ଗରେ ଘିଅ ଦିଆଯାଏ। ଲିମିଟେଡ କ୍ୱାଣ୍ଟିଟିରେ ଦେଶୀ ଘିଅ ବଡିକୁ ଏନର୍ଜି ଦେଇଥାଏ, କିନ୍ତୁ ଏକ୍ସେସ ଅଏଲ ଫୁଡ ଆଭଏଡ କରିବା ଦରକାର। ଏବେ ଆସନ୍ତୁ କମନ ମିଥ୍ ଉପରେ କଥା ହେବା। ସତରେ କ'ଣ ମା ମାଛ ଖାଇଲେ ଛୁଆକୁ ଝାଡ଼ା ହୁଏ? ସାଇଣ୍ଟିଫିକ ଭାବେ ଦେଖିବାକୁ ଗଲେ ଏହାର ଡିରେକ୍ଟ ପ୍ରୁଫ ନାହିଁ। ଫ୍ରେଶ ଫିଶରେ ପ୍ରୋଟିନ ଓ ଓମେଗା 3 ଥାଏ ଯାହା ମା ରିକଭରି ଓ ବେବି ବ୍ରେନ ଡେଭଲପମେଣ୍ଟ ପାଇଁ ହେଲ୍ପଫୁଲ। ହଁ, ଫ୍ରେଶ ଫିଶ ହେବା ଦରକାର ଏବଂ ସ୍ପାଇସ୍ କମ ହେବା ଦରକାର। ମା ଗାଧୋଇଲେ ଛୁଆକୁ ଥଣ୍ଡା ହେବା, ଏହା ମଧ୍ୟ କମନ ମିଥ୍। ହାଲକା ଗରମ ପାଣିରେ ଗାଧୋଇଲେ ପ୍ରୋବ୍ଲେମ ନାହିଁ। ଛୁଆ ବ୍ରେଷ୍ଟ ଫିଡିଂ କରୁଥିବାରୁ ଯଦି ମା ହାଇଜିନ୍ ମେଣ୍ଟେନ ନ କରେ ତାହେଲେ ଛୁଆକୁ ବି ଇନଫେକ୍ସନ ହେଇପାରେ ଆଉ ମାଆକୁ ବି ଇନଫେକ୍ସନ ହେଇପାରେ। ସେଥିପାଇଁ ମାଆକୁ ଗାଧୋଇବା ନିହାତି ଦରକାର, ସେଇଟା ହାଲକା ଗରମ ପାଣିରେ ଗାଧୋଇବା। ଅନେକ ଘରେ ଡେଲିଭରି ପରେ ଦହି ଖାଇବାକୁ କମ୍ପ୍ଲିଟ ମନା କରାଯାଏ, କିନ୍ତୁ ଫ୍ରେଶ ଦହିରେ ପ୍ରୋଟିନ ଥାଏ, କ୍ୟାଲସିୟମ ଓ ପ୍ରୋବାୟୋଟିକ୍ସ ଥାଏ। ଏହା ଡାଇଜେସନ ଓ ରିକଭରି ପାଇଁ ହେଲ୍ପଫୁଲ। ହଁ, କିନ୍ତୁ ଫ୍ରିଜରୁ ଡିରେକ୍ଟ ଥଣ୍ଡା ଦହି ଆଭଏଡ କରନ୍ତୁ। ଆଉ ଗୋଟେ ମିଥ୍, ମା ବେଶୀ ପାଣି ପିଇବା କଥା ନୁହେଁ, କିନ୍ତୁ ବ୍ରେଷ୍ଟ ଫିଡିଂ ମଦର ପାଇଁ ପାଣି ବହୁତ ଇମ୍ପୋର୍ଟାଣ୍ଟ। ବଡିରେ ପାଣି କମିଗଲେ ମାଆକୁ ୱିକନେସ୍ ଲାଗେ, ମିଲ୍କ ସପ୍ଲାଇ କମିଯାଏ, କନଷ୍ଟିପେସନ ଭଳି ପ୍ରୋବ୍ଲେମ ଦେଖାଯାଏ। ତେଣୁ ଦିନକୁ 2 to 3 ଲିଟର ହାଲକା ଉଷୁମ ପାଣି ବା ନର୍ମାଲ ପାଣି ପିଇପାରିବେ। ଆମ ଘରେ ମଧ୍ୟ ମୋର ଭାଉଜଙ୍କୁ ଡେଲିଭରି ପରେ ଗରମ ଭାତ ସାଙ୍ଗରେ ଆଳୁ ଚକଟା ଦିଆଯାଉଥିଲା ଆଉ ଭାଉଜ ବହୁତ ୱିକ୍ ଫିଲ୍ ବି କରୁଥିଲେ। ପରେ ଡକ୍ଟର କହିଲେ ପ୍ରପର ନ୍ୟୁଟ୍ରିସନ ଦରକାର। ତାପରେ ସନ୍ତୁଳା, ଡାଲି, ମାଛ ଝୋଳ, ଫ୍ରୁଟ ଷ୍ଟାର୍ଟ ହେଲା ଆଉ ରିକଭରି ମଧ୍ୟ ଫାଷ୍ଟ ହେଲା। ଆଉ ଖାଦ୍ୟ ସାଙ୍ଗରେ ଇମ୍ପୋର୍ଟାଣ୍ଟ ରିକଭରି ଟିପ୍ସ ମଧ୍ୟ ଜରୁରୀ। ଆଉ ସେଗୁଡ଼ିକ ହେଲା ପ୍ରପର ରେଷ୍ଟ ନିଅନ୍ତୁ, ଆଇରନ୍ କ୍ୟାଲସିୟମ ମେଡିସିନ ସ୍କିପ୍ କରନ୍ତୁ ନାହିଁ, ହେଭି ଅଏଲ ଆଭଏଡ କରନ୍ତୁ ଆଉ ବ୍ରେଷ୍ଟ ଫିଡିଂ ମଦରକୁ ଏକ୍ସଟ୍ରା ନ୍ୟୁଟ୍ରିସନ ଦରକାର। ଷ୍ଟ୍ରେସ୍ କମ ରହିବାକୁ ଚେଷ୍ଟା କରନ୍ତୁ। ଏଇ ଭିଡିଓ ଯଦି କୋଉ ଆଗ କାଳର ମା କି ମାଉସୀ ମାନେ ଦେଖୁଥିବେ ସେମାନେ ରାଗିକି ମୋ ଉପରେ ଫାୟାର ହେଇଯିବେଣି କି ହଁ ଆମେ ଯେମିତି ଆଉ ଆଗରେ ଛୁଆ ଜନ୍ମ କରୁନଥିଲୁ ଆମେ ମାନେ ଆଉ ବଡ କରିନୁ, ଆମେ ମାନେ ତ ବି ଏଇଆ ଖାଦ୍ୟ ଖାଇକିନା ପୁଣି ଛୁଆକୁ ପାଳିଥିଲୁ। ଦେଖନ୍ତୁ ମାଉସୀ, ଆପଣଙ୍କ ଯୁଗ ଅଲଗା ଥିଲା, ଆପଣଙ୍କ ବେଳେ ଏତେ ରୋଗ ନଥିଲା,
ଏବେ ତ ଅର୍ଗାନିକ ଜିନିଷ ବୋଲି କିଛି ମିଳୁନାହିଁ, ସବୁ ସାର ଔଷଧରେ, ସେଥିପାଇଁ ଇମ୍ୟୁନିଟି ପାୱାର ବି ସମସ୍ତଙ୍କ ମଧ୍ୟରେ ବହୁତ କମ୍। ତ ରାଗିବାର କିଛି ନାହିଁ। ଯଦି ଆପଣଙ୍କ ଝିଅ କିମ୍ବା ବୋହୂ କିମ୍ବା ସାହି ପଡ଼ିଶାରେ କିଏ ହେଉଛନ୍ତି ତାଙ୍କୁ ସପୋର୍ଟ କରନ୍ତୁ, ଆଉ ତାଙ୍କ ସିଚୁଏସନକୁ ବୁଝନ୍ତୁ। ଜଣେ ମା ହେଲ୍ଦି ରହିଲେ ହିଁ ଶିଶୁ ହେଲ୍ଦି ରହିବ। ସେଥିପାଇଁ ଡେଲିଭରି ପରେ କେବଳ ମିଥ୍ ଉପରେ ନୁହଁ, ପ୍ରପର ନ୍ୟୁଟ୍ରିସନ ଉପରେ ଫୋକସ୍ କରନ୍ତୁ। ଆପଣଙ୍କ ଘରେ ଡେଲିଭରି ପରେ କେଉଁ ଖାଦ୍ୟ ଦିଆଯାଏ କମେଣ୍ଟ କରନ୍ତୁ। ଆଉ ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ୍ କରୁନାହାନ୍ତି। ଯଦି ଭିଡ଼ିଓଟି ୟୁଜଫୁଲ୍ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ କମେଣ୍ଟ କରନ୍ତୁ, ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ। ଆଉ ଦେଖୁଥାନ୍ତୁ ମିଜାଲି ହେଲ୍ଥ ହବ୍। ପୁଣି ଦେଖା ହେବା ଏମିତି ଇଣ୍ଟରେଷ୍ଟିଂ ହେଲ୍ଥ ଟିପ୍ସ ଭିଡ଼ିଓରେ। ରହିଲି, ନମସ୍କାର।